नमस्कार। सुप्रभात। जय आरसीएम। बहुत बहुत धन्यवाद आपण मानक समस्त को। तो आज आम गुरुकुल आमे बहुत भल भाव आमे शिखिले जे हमर हीरो हार्ट फोटो प्रोटोकॉल को आम हार्ट को केमती आमे हीरो करके रख परिया बहुत भल करके रख परिबा। आम से केमती सुस्थ रही परिबो। तो ସେଥିଲାଗି ଆମେ ବହୁତ ସାରା ଜାଣିଲେ ତାର ଉପାୟ ବି ଜାଣିଲେ ଆଉ ବହୁତ ସାରା ଏକ୍ସପର୍ଟ ମାନଙ୍କର ଡକ୍ଟର୍ସ ମାନଙ୍କର ବି ଉପାୟ ଆମେ ଶିଖିଲେ ଯେ ଯୋଉଥିରେ କି ଆମେ ହାର୍ଟକୁ ଆମେ ଠିକ ରଖିଦେଇ ପାରିବା। ତ ଡକ୍ଟର୍ସ ମାନଙ୍କର ବି ଶୁଣିଲେ ଆଉ ଯୋଉମାନେ ବି ଠିକ ରହିଛନ୍ତି ସୁସ୍ଥ ରହିଛନ୍ତି ସେମାନଙ୍କ ବିଷୟରେ ବି ଆ, କେମିତି କି ଆମେ ସିଡ୍ସ ର ଫର୍ମୁଲାକୁ ଫଲୋ କରିକି ଆମେ ଗାମା ରାଇଜିନଲକୁ ସହିତ ନେଇକି ଆମର ହାର୍ଟକୁ ଆମେ ସୁସ୍ଥ ରଖିପାରିବା ଆଉ କୋଉ କୋଉ କାରଣରୁ ଆମର ହାର୍ଟ ଖରାପ ହେଇଛି ସେ କଥା ବି ଆମେ ଆଜି ଶିଖିଲେ। ତ ଯେମିତିକି ଆପଣମାନେ ସମସ୍ତେ ତ ନୋଟ୍ କରିଥିବେ ମୁଁ ଆଉ ଥରେ ଟିକେ ଖାଲି ରିକଲ୍ ଆପଣଙ୍କୁ କରିଦଉଛି। ହାଇ କୋଲେଷ୍ଟ୍ରଲ ଦ୍ୱାରା ଆମ ହାର୍ଟ ଭିତରେ ଯୋଉ ଅଟ୍ରିଜ ଅଛି ଅଟ୍ରିଜ ଭିତରେ କୋଲେଷ୍ଟ୍ରଲ ଖରାପ କୋଲେଷ୍ଟ୍ରଲ ଜମା ହବା ଦ୍ୱାରା ସିଏ ବି ହାର୍ଟ ଡିଜିଜେସ ର କାରଣ ଅଛି। ତା ସହିତ ହାଇ ବିପି ହାଇ ସୁଗାର ଯାହାର ଡାଇବେଟିକ ଅଧିକ ଅଛି ତ ସେମାନଙ୍କର ବି ହାର୍ଟର ପ୍ରୋବ୍ଲେମ ବି ହେଇପାରେ। ଯାହାର ବ୍ଲଡ ପ୍ରେସର ହାଇ ବ୍ଲଡ ପ୍ରେସର ରହିଛି ସେ ବି ହାର୍ଟ ଡିଜିଜେସ ର କାରଣ ବି ହେଇପାରେ। ତା ସହିତ ଆମେ ଷ୍ଟ୍ରେସ୍ ଅଧିକା ହବା ଦ୍ୱାରା ବି ଚିନ୍ତା ଅଧିକା ହବା ଦ୍ୱାରା ବି ସେ ବି ହାର୍ଟ ଡିଜିଜେସ୍ ବି ହେଇପାରେ। ତା ସହିତ ଆମମାନଙ୍କର ଲାଇଫଷ୍ଟାଇଲ କୁ ଠିକ ନ କଲେ ସେ ବି ହାର୍ଟ ଡିଜିଜେସ୍ ହୁଏ। ତ ଇଏ ବହୁତ ସାରା ନୋଟ ବି ଆପଣ କରିଥିବେ ବହୁତ ସାରା ଡକ୍ଟର୍ସ ମାନଙ୍କର ଭ୍ୟୁଜ ବି ଆମେ ଦେଖିଥିବା। ତ ଆଜି ଆମର ହୋମୱାର୍କ ହଉଛି ଯେ ଇଏ ଯୋଉ ଭିଡିଓ ଆମେ ଦେଖିଲେ ତାକୁ ଭଲ ଭାବରେ ଆଉ ଥରେ ଦି ଥର ଦେଖିବା। ବହୁତ ସାରା ସାଥୀଙ୍କୁ ପଠେଇବା ଆଉ ପଠେଇକି କହିବା ଯେ ୟାକୁ ଦେଖିବା ପାଇଁ। ଇଏ ତ ହଉଛି ପ୍ରଥମ କାମ। ଦ୍ୱିତୀୟ କାମ ଆମେ ନିଜେ ହେଲ୍ଥ କ୍ୟାମ୍ପ କରିବା ନିହାତି ଜରୁରୀ। ହେଲ୍ଥ କ୍ୟାମ୍ପ କରିବା ପାଇଁ ଯାହା ଯାହା ଦରକାର ତ ତାର ଆବଶ୍ୟକତା ସମସ୍ତଙ୍କ ପାଖରେ ତ ଅଲରେଡି ଅଛି। ମାନେ ତାକୁ ଜାଣିବା ଦରକାର ନିହାତି ଆଉ ଜାଣିବା ପାଇଁ ଟିସି ସାର୍ ଆଜି ବହୁତ ବଢିଆ ଉପାୟ ବି କହିଦେଇ ଗଲେ ଯେ ଆମେ ପଚାରିବା ଶିଖିବା। ଯେତେ ଅଧିକ ଲୋକଙ୍କୁ ଆମେ ପଚାରିବା ସେତେ ଅଧିକ ଆମେ ହେଲ୍ଥ କ୍ୟାମ୍ପ ଆମେ କରିଦେଇ ପାରିବା। ଆମ ପାଖରେ ଭରା ଭରା ପଡା ଅଛି ଯିଏ ଈଶା ମ୍ୟାଡାମଙ୍କର ଫୋନ ନମ୍ବର ବି ଦେଇଛନ୍ତି। ଈଶା ମ୍ୟାଡାମକୁ ବି ପଚାରି ପାରିବା ମନୀଷା ମ୍ୟାଡାମକୁ ବି ପଚାରି ପାରିବା। ତା ସହିତ ୟୁଟ୍ୟୁବରେ ବି ଅଛି। ତ ଆଜିର ଭିଡିଓ ତ ମାନେ ବହୁତ ସାରା ନଲେଜ ବି ଆମକୁ ଦେଇ ଦେଇଛି ଆମେ ବହୁତ କିଛି କାମ ବି ଆଜି କରିପାରିବା। ଆଉ ଦ୍ୱିତୀୟ କଥା ଯେ ଟିମ୍ ବନେଇବା ନିହାତି ଦରକାର। ତ ଆମର ନଲେଜ ହେଇଗଲା ଆମେ ଟିମ୍ ବନେଇବା ଏକ୍ସପର୍ଟ ତା ଭିତରେ କେହି ମାନେ ତିନି ଚାରି ଜଣ ଟିମ୍ ତିଆରି କରିକି ତା ଭିତରେ ଏକ୍ସପର୍ଟ ତିଆରି କରିବା। ତା ସହିତ ଯଦି ଡକ୍ଟର କିଏ ଆସୁଛନ୍ତି ତାହେଲେ ସେ ବି ବହୁତ ବଢିଆ କଥା ବ୍ୟାନର ଗୋଟେ କରିବା ଏଚଡିଏଫ ର ବ୍ୟାନର ସରଦେବୀ ଫାଉଣ୍ଡେସନ ର ବ୍ୟାନର କରିବା। ଆଉ ତା ସହିତ ଆମେ ଲ୍ୟାବ ବାଲାଙ୍କ ସହିତ ଟାଇ ଅପ୍ କରିବା ଯେ କି ଆମର ବ୍ଲଡ ଟେଷ୍ଟ କରିବେ। ତା ସହିତ ସପ୍ଲିମେଣ୍ଟ ବିଷୟରେ ବହୁତ ବଢିଆ ଭାବରେ ସିଟ୍ସ ଉପରେ ଆମେ କହିବା। ତ ଇଏ ବହୁତ ବଡ କଥା। ତ ଆଜି ଆମେ କେତେ ସଂଖ୍ୟାରେ ଆମେ କ୍ୟାମ୍ପ କରିପାରିବା ତ ତା ଉପରେ ଆମେ ଯୋଉ ଆମେ କଥା ହବା। ତ ଫାର୍ଷ୍ଟ ଆମେ ଷ୍ଟାର୍ଟ କରିବା ଆ, ମନୋଜ ବାବୁଙ୍କଠୁ ଆଜି ଷ୍ଟାର୍ଟ କରିବା। ମନୋଜ ବାବୁ ଅନମ୍ୟୁଟ ଅନମ୍ୟୁଟ ହଉନି କି? ଓକେ ଅନମ୍ୟୁଟ। ଟ୍ରେନ ଅଛି ଇଏ ଯାଉଛି ଟାଙ୍ଗି ଆଉ ବର୍ତ୍ତମାନ ତ କ୍ୟାମ୍ପ କୋର୍ଟ ଚାଲିଛି ମୋର ବର୍ତ୍ତମାନ କ୍ୟାମ୍ପ ଚାଲିଛି ଆଜ୍ଞା ସବୁ ଭିଲେଜ ଟୁ ଭିଲେଜ ଆଉ ମୁଁ ବି ଲାଗିଛି ଯେମିତି ମୋର 80ଟା ଗାଁ କଭରେଜ କରିଦେବି ଏଇ ମାସ ଭିତରେ ଆଉ
ओके ओके, बहुत बढ़िया। Yes, ऑलरेडी yes. ऑलरेडी କ୍ୟାମ୍ପ ପ୍ରତ୍ୟେକ ଦିନ କ୍ୟାମ୍ପ କରୁଛନ୍ତି, ଆଉ କ୍ୟାମ୍ପ କରିକି ଗାଁ ଟୁ ଗାଁ ଯାଇକି କ୍ୟାମ୍ପ କରୁଛନ୍ତି। ଏ ଯୋଉ ମିଶନ ଆମର ଅଛି ସ୍ୱାସ୍ଥ୍ୟ କ୍ରାନ୍ତି ଅଭିଯାନ, ଇଏ ବର୍ଷକୁ ଆମର ଯୋଉ ସ୍ୱାସ୍ଥ୍ୟ କ୍ରାନ୍ତି ବର୍ଷ ହିସାବରେ ପାଳନ କରିବା ପାଇଁ ଯୋଉ ପ୍ରକାର ମିଶନ ଅଛି, ଯାହା ହଉ ଆପଣ ଆଗକୁ ଯାଉଛନ୍ତି, ବହୁତ ବଢିଆ କଥା। ଆରତି ଅପା, ଅନମ୍ୟୁଟ ହଉନି କି ଆଜି? ଅଟୋମେଟିକ ଅନମ୍ୟୁଟ ହଉନି ନା? ହେଲା। ହଁ ଜୟ ଯୋଉ ସିଂ। ଜୟ ସିମ୍ ଆଜି ଅନମ୍ୟୁଟ ହଉନି କି ଅଟୋମେଟିକ? ନାଇଁ ଅଟୋମେଟିକ ହଉନି, ତାକୁ ଷ୍ଟେ ମ୍ୟୁଟେଡ କଣ ମାରିକି କଲାଠୁ ହଉଛି। ଆଚ୍ଛା, ମୁଁ ଦେଖୁଛି ଦେଖୁଛି, ଓକେ, ଆପଣ ଦିଟା କୁହନ୍ତୁ। ଅପସନ ଆସିଥିଲା, ଦିଟା ଅପସନ ଆସିଥିଲା, ଷ୍ଟେ ମ୍ୟୁଟେଡ ଆଉ ହଁ ଟା ନାଇଁ, ମୁଁ ଏପଟରୁ କଲେ ହଉଛି ତ, ମୁଁ ଦେଖୁଛି ଦେଖୁଛି କଣ ହେଇପାରିବ, କରୁଛି। ହଁ ଜୟ ସିଂ ହେଲା। ହଁ, କୁହନ୍ତୁ। ଜୟ ଆସିଏମ୍, ଚାନ୍ଦ ସାର୍ଙ୍କୁ ନମସ୍କାର, ସବୁ ସାଥୀ ମାନଙ୍କୁ ନମସ୍କାର। ଆମେ ଏ ମାସରେ ମୁଁ ମାଇଣ୍ଡ ମେକଅପ୍ କରିଛି ମିଟିଂ ପରେ 14 ତାରିଖ 19 ମିଟିଂଟା ପରେ 19 ତାରିଖ କଥା ତ ଅଳ୍ପ, ସେ କିଛି ନାହିଁ। ସେ 14 ତାରିଖ ମିଟିଂ ପରେ ମୁଁ ତିନି ଜାଗା ହେଲ୍ଥ କ୍ୟାମ୍ପ କରିବାକୁ ମୁଁ ଠିକ୍ କରିଛି। ଆଉ ରିଟାୟାରମେଣ୍ଟ ଆସୋସିଏସନ ବାଲାଙ୍କ ସାଙ୍ଗରେ ଭାବିଛି ଆଜି ଟିକେ ଉପର ବେଳା ଯାଇ କଥାବାର୍ତ୍ତା ହେବି। ସେମାନେ ପୁରା ଇଣ୍ଟରେଷ୍ଟେଡ ଅଛନ୍ତି, କହିଲେ ଆପଣ ପୁଣି ଆଉଥରେ ଗୀତାରାଣୀ ପାଠାଗାରରେ କରନ୍ତୁ। ଆମେ ଭଲ ଭାବରେ ଆମକୁ କୁହାହେଇନଥିଲା, ଆଉ ଜେନାଙ୍କୁ ପଠେଇବେ, ଆମେ ସମସ୍ତଙ୍କୁ କହିବେ। ସିଏ ଜେନାକୁ ଟିକେ କହିବାକୁ ଇଏ କରିଥିଲା ଏଥର। ଏଥର କିଛି କାର୍ଡ ଦବା ଦରକାର ନାହିଁ, ଆପଣ ଘରେ ଘରେ କହିଦେବେ, ଆମେ ଯିବୁ। ଆଉ ବହୁତ ହଁ, ଆଉ ସେ ଷଣ୍ଢ ସାହିରେ ବି ମିତାମୁଖି ଯିବୁ, କଥାବାର୍ତ୍ତା କରିକି ଆସି ସେଠି ଗୋଟିଏ କ୍ୟାମ୍ପ କରିବୁ। ଆଉ ଖୋର୍ଦ୍ଧା ତ ବଡ କ୍ୟାମ୍ପ ହବ, ସେମାନେ 10 ଜଣ ତ କାଲି ଆସୁଛନ୍ତି ବସରେ। ହେ, ବସରେ ଆସିବୁ, ତାଙ୍କୁ ବରମୁଣ୍ଡା ବସ ଷ୍ଟାଣ୍ଡରୁ ଆମେ ନବା ପାଇଁ ଯୋଗାଡ଼ କରୁଛୁ। ବାଃ, ବହୁତ ବଢିଆ ବହୁତ ବଢିଆ। ମିତାଞ୍ଜଳି ନାଇଁ, ମ୍ୟାଡ଼ାମ। ମୁଁ ସତଟାକୁ ଆଜି ହ୍ୟାଣ୍ଡରେଜ୍ କରିଥିଲି। ସାର୍ ଯୋଉ କହିଲେ ଟିସି ସାର୍ ଯେ ତମେ ସବୁ ଡରି ଯାଉଛ କି, ଆମେ ଡରିବୁ କାହିଁକି? ମୁଁ କହିଲି ମୁଁ କେବେ ଡରେନି, ଆମ ନାରୀ ଶକ୍ତି ପୁରା ଆଗୁଆ ଓଡ଼ିଶାରେ। ମୁଁ କହିଥାନ୍ତି, ସେ ମତେ ଡାକିଲେନି। ଓକେ ଓକେ, ବହୁତ ବଢିଆ। ନାଇଁ, ଆପଣ କେବେ ଡରିବେନି। ନା, ମୁଁ କେବେ ଡରିବିନି। ଓକେ, ବହୁତ ବଢିଆ କଥା, କହିଲେ ବା ମିତାଞ୍ଜଳି ମ୍ୟାଡ଼ାମ। ପଛ ଘୁଞ୍ଚା ନାହିଁ ବୀରର ଜାତକେ, ନମରେ ସେ କେବେ ପରାଣ ଆତଙ୍କେ। वाह, बहुत बढ़िया। नारी नेत्री जिंदाबाद। ओके, मितांजलि मैडम, आज्ञा। आज्ञा, अनम्यूट करନ୍ତୁ आज्ञा। अमेय को अनम्यूट करନ୍ତୁ। ସାର୍ ନମସ୍କାର। नमस्कार। ହ୍ୟାଲୋ। आज्ञा ସାର୍ आज्ञा। ନମସ୍କାର, हाँ, ସମସ୍ତଙ୍କୁ आज्ञा। ଜୟ ଆର୍ସେଲ। जय से जय से। ଆଉ ଆଜିର ପ୍ରତ୍ୟେକ ପଏଣ୍ଟକୁ ଅବଶ୍ୟ ମୁଁ ବାହାରେ ଥିଲି ନୋଟ୍ କରିପାରିନି, କିନ୍ତୁ ଗତକାଲିର ଭିଡିଓ ପଢି ସାରିଲା ପରେ ଗତକାଲିର ମନୀଷା ମ୍ୟାଡାମଙ୍କର ଆଉ ଗତକାଲି ନା, ହଁ, ବୋଧେ ଦିଟା ଭିଡିଓକୁ ଯଦି ଆମେ ସଠିକ ରୂପରେ ପଢିବା ଏବଂ ଅନ୍ୟମାନଙ୍କୁ କହିବା ହବ। ତେଣୁ ମନୀଷା ମ୍ୟାଡାମଙ୍କ ଭିଡିଓ ତ ମୁଁ କିଛି ଲୋକଙ୍କୁ ପଠେଇଥିଲି, ତାଙ୍କ ସହିତ ବି କଣ୍ଟାକ୍ଟ କରିପାରିନି। ଆଜି ହେଇଯିବ କଣ୍ଟାକ୍ଟ। ଜଣେ କି ଫୋନ କରିଥିଲେ, ମୁଁ ତାଙ୍କୁ ରିସିଭ୍ କରିନି ମିଟିଂ ସମୟରେ। ଆଉ ଅନ୍ୟମାନଙ୍କ ସହିତ ମୁଁ ଟିକେ ଆଜି ବସିକି ସେମାନଙ୍କ ସହିତ ଭିଡିଓ ପଠେଇବି ପୁଣି। ତାପରେ ତାଙ୍କ ସହିତ ଆଲୋଚନା ତାଙ୍କୁ କହିଛି ଯେ ଆମେ କଥା ହବା ସମସ୍ତଙ୍କ ସହିତ, ଏ କଣ ଶିଖିଲେ, କାହିଁକି ଶିଖିଲେ, କେମିତି କରିବା, କଣ କରିବା। ଆଉ ହେଲ୍ଥ କ୍ୟାମ୍ପ ଉପରେ ଯୋଉଟାକ କହୁଛନ୍ତି, ସେଟାକୁ ଖୁବ ଶୀଘ୍ର ୟୁଲି ପ୍ରୋଗ୍ରାମ ଯୋଉଟା ହବ 14 ତାରିଖ ପରେ, ଆସନ୍ତା କାଲି ପରେ ମୁଁ ମିଟିଂ ତ ନିଶ୍ଚିତ ଯିବି, ଯାହାବି ମାନେ ମାଇଣ୍ଡ ମେକଅପ୍ କରିସାରିଛି ଯିବି। ଗଲା ପରେ ଫେରି ସାରିଲା ପରେ କାଲି ଯୋଉ ମାନେ ଯାଉଛନ୍ତି କୋଉ କୋଉ ଏରିଆରେ ହବ ଏବଂ କୋଉଠି ହବ, ସେମାନଙ୍କ ସହିତ ଆଲୋଚନା 14 ତାରିଖ ମିଟିଂ ପରେ କରିବି। କିନ୍ତୁ ମୁଁ ଯୋଉଟା କରିବି ଖୁବ ଶୀଘ୍ର ୟୁଲି ପ୍ରୋଗ୍ରାମ କରିସାରିଲା ପରେ କି ସେଇଦିନ ପରେ କହିବି ଆପଣମାନଙ୍କୁ ଇନଫର୍ମ ଖୁବ ଶୀଘ୍ର ଆସନ୍ତା ସପ୍ତାହରେ ହିଁ କରିବି ବୋଲି ଯୋଜନା କରୁଛି। ଏତିକି କହୁଛି। ଓଭର ଟୁ ଓକେ, ସନ୍ତୋଷ ସାର୍। ୟୁଏଲପି କ୍ୱିକ୍ ସାଙ୍ଗରେ ବି ୟାକୁ ଆମେ କରିପାରିବା।
ଆମେ ଯୋଉ ସ୍ୱାସ୍ଥ୍ୟ ହୁଁ କ୍ରାନ୍ତି ଅଭିଯାନରେ ଆମେ ଆଗକୁ ବଢୁଛେ ତା ସହିତ ବି ଆମେ ଆକୁ କରିବି ପାରିବା। ତାକି ଆମେ ଯେତେ ଅଧିକ କରିବା ସେତେ ଅଧିକ ପ୍ରାକ୍ଟିସ ବି ଆମର ହେଇଯିବ। ସେଇଟା ତ ଦରକାର, ପ୍ରାକ୍ଟିସ ହବା ନିହାତି ଦରକାର। ତାକି ବଡ ବଡ ଯେତେବେଳେ ଆମେ କରୁଥିବା ସେତେବେଳେ ବି କାମରେ ଲାଗିବ। ଓକେ, ସାହୁ ଭାଇ କୁହନ୍ତୁ। ନାଇଁ, ଏଇ ତ ହୋମ ମିଟିଂ ତ ହଉଛି ବେଶୀ ଗୁରୁତ୍ୱପୂର୍ଣ୍ଣ। ତା ସହିତ ୟୁଏଲପି କୁଇକ୍ ପ୍ରୋଗ୍ରାମଟା ନିହାତି କରିବା ଦରକାର। ଆଉ ଉଦ୍ୟମ ବି ଜାରି ରହିଛି। ମୁଁ ଯାଇଥିଲି ପରଦିନ, କାଲି ସାରିକି ଆସିଥିଲି, କିନ୍ତୁ ଇନଭାଇଟ୍ ବି କରିଛି ବହୁତ ଲୋକଙ୍କୁ କାଲି ଆସିବା ପାଇଁ। ଆଉ ୟୁଏଲପି ପ୍ରୋଗ୍ରାମଟାକୁ ଆପଣେଇବା। ଆଉ ଯୋଉଟାକି ଆମେ କହିଲେ ବ୍ଲଡ ଟେଷ୍ଟ, ହିମୋଗ୍ଲୋବିନ ଟେଷ୍ଟ, ତା ପାଇଁ ଯୋଜନା ଚାଲିଛି, ସେଇଟା ବି କରିବା। ତେଣୁ ଇଏ ଉଦ୍ୟମ ଜାରି ରହିଛି। ଆଉ କାଲି ଅଧିକ ଲୋକଙ୍କୁ ଆଣିବା ପାଇଁ ବହୁତ ଉଦ୍ୟମ ଚାଲିଛି। ଅବଠୁ ସଂଖ୍ୟା ସତ୍ୟ। ସଂଖ୍ୟା କହିଲେ ଭାଇ ଭଲ ଲାଗନ୍ତା। ଆଜ୍ଞା। ସଂଖ୍ୟା କହିଲେ ଭଲ ଲାଗନ୍ତା। ହଁ ହଁ, ସଂଖ୍ୟା ତ ଏ ବି ତ ବି ଲେଗରୁ 15 ଜଣରୁ 20 ଜଣ ଯିବା ପାଇଁ ଉଦ୍ୟମ ଜାରି ରହିଛି। ଆଉ ଏ ଲେଗରୁ ତ ଅଧିକା ଯିବେ। ନାଇଁ ଆରତୀୟ ପାସ୍ ବାବୁ ଏସବୁ ତ ନାଇଁ କହିଛନ୍ତି। ନାଇଁ, କ୍ୟାମ୍ପର ସଂଖ୍ୟା କେତେ ଜଣ କ୍ୟାମ୍ପ ଆମେ କରିବେ? କୋଉଠି ଆଉ କୋଉଠି କେତେ ଜଣ କ୍ୟାମ୍ପ କରିବେ? ହଁ, ତ କ୍ୟାମ୍ପ ଆଜି ତ 2 ଜଣ ଏଇଠି କଟକରେ ହବ। 2ଟା କ୍ୟାମ୍ପ ଚାଲିବ, ଡିସ୍କସନ ଚାଲିଛି। ସେଇଟା ବି ଜାରି ରହିବ। ଓକେ, କ୍ୟାମ୍ପ କରିବା ପାଇଁ ଟିସି ସାର୍ ଯେମିତି କହିଲେ ତ ସେଇ ହିସାବରେ ଟିକେ ଫଲୋ କଲେ, ପ୍ରୋଟୋକଲ ଫଲୋ କଲେ ବି ବହୁତ ବଢିଆ ହେଇପାରିବ। ଆ, ଆଜ୍ଞା ଆଜ୍ଞା ବଡ ବଡ ମାନେ ଯୋଉଠି ଆମେ ସମୟ ଦଉଛେ ନା ସେ ସମୟକୁ ପ୍ରପର ୟୁଟିଲାଇଜ କରିବା ନିହାତି ଦରକାର। ଆଗରୁ ତାଙ୍କୁ ଇନଭାଇଟେସନ କରିବା, ତ ଗୋଟେ ଗ୍ରୁପ ତିଆରି କରିବା। ଯୋଉ ଗ୍ରୁପରେ 2-3 ଜଣ ମିଶିବେ, ତା ଭିତରେ ଜଣେ ଏକ୍ସପର୍ଟ ଥିବ ବୁଝିବା ପାଇଁ, ଆପଣ ବୁଝେଇ ଦେଇପାରିବେ। ତା ସହିତ ଅନ୍ୟମାନଙ୍କୁ ଇନଭାଇଟ୍ କରିବେ। ତ ଇଏ ସବୁ ବହୁତ ସାରା କାମ କରିବେ। ସେଠି ଗୋଟେ ଏଚଡିଏଫ ର ବ୍ୟାନର ବି ଲାଗିଥିବ। ଆଜ୍ଞା ଆଜ୍ଞା ତ ଏଇ ହିସାବରେ ଆମେ କଲେ ତ ହେଇପାରିବ। ସିଡ୍ସ ର ନଲେଜ ପୁରାକୁ ପୁରା ଥିବା ଦରକାର। ଏସବୁ ବହୁତ ବଢିଆ ଦରକାର। ଓକେ, ଆଜ୍ଞା। ଗଗନ ବାବୁ। ନମସ୍କାର ସାର୍, ଜୟ ଶ୍ରୀ। ଜୟ। ଆମେ ଯୋଉ ହେଲ୍ଥ କ୍ୟାମ୍ପ କରିବା, ଆପଣଙ୍କର ତ ସହଯୋଗ ରହିବ। ମୁଁ ବର୍ତ୍ତମାନ ନିଷ୍ପତ୍ତି ନେଇଛି ଯେ 100 ଲୋକଙ୍କୁ ନେଇ କ୍ୟାମ୍ପ କରିବି ବୋଲି, କିନ୍ତୁ ସମୟ ମତେ ସାଥ ଦଉନି, ସେଥିପାଇଁ ଟିକେ ଟାଇମ କହିପାରୁନି। ମୁଁ ନିଶ୍ଚିନ୍ତ ଯୋଜନା କରିକି ଆପଣଙ୍କୁ ଜଣାଇବି। ଓକେ, ୟାର ବି ଗୋଟେ ସରଳ ତରିକା ଅଛି। ଯଦି ସମୟ ଆମକୁ ମାନେ ଯେମିତି କି କୁହାଯାଏନି ଯେ ଯୋଉଟା ଆମର ଦୁର୍ବଳତା ଅଛି ତାକୁ ଆମେ ସାହାରା କରିବା। ତ ଆମେ ଯଦି କିଛି ଲୋକଙ୍କ ସହିତ ଗ୍ରୁପ ଅଲଗା ଅଲଗା କରିଦବା, ତାଙ୍କୁ ଗୁରୁକୁଳକୁ ଇନଭାଇଟ୍ କରିବା, ତାଙ୍କୁ ଯେମିତି ଆଜି ଅମୀୟ ସାର୍ କହିଲେ କି ଗତକାଲିର ଭିଡ଼ିଓ, ଆଜିର ଭିଡ଼ିଓ ବହୁତ ପାୱାରଫୁଲ ଭିଡ଼ିଓ। ତ ତାକୁ ଆମେ ଯଦି ନେଇକି କରିବା, ବହୁତ ଲୋକ ଏକ୍ସପର୍ଟ ବି ହେଇଯାଇ ପାରିବେ। ବହୁତ ବଢିଆ କଥା। ଓକେ, ଥ୍ୟାଙ୍କ ୟୁ। ନମିତା ମ୍ୟାଡ଼ାମ। ସାର୍ ନମସ୍କାର, ଜୟ ଆସେମ୍। ସାର୍ଙ୍କୁ ମୋର ନମସ୍କାର। ସାର୍ ଆଜି ତ ଗୁରୁକୁଲରେ ଶୁଣିଲି କୋଲେଷ୍ଟର ଉପରେ ବହୁତ କହିଲା। ଆମେ ତ ସବୁ ୟୁଜ୍ କରୁଛୁ, ଘରେ ଆମର ସମସ୍ତେ ୟୁଜ୍ କରୁଛୁ। ଯାହାକୁ ବି ଦଉଛୁ ଏଇ ଜିନିଷ ସବୁ ଉପରେ ବୁଝଉଛୁ। ତା ପାଇଁ ଆମର ହୋମ ମିଟିଂ ତ ଦରକାର। ଏଇ ମିଟିଂ ପରେ, ଆମର 14 ତାରିଖ ମିଟିଂ ପରେ ଆମେ ଆରତୀ ବାବା, ଆମେ ଆମ ଟିମ୍ ବାଲା ଯେମିତି ହେଲେ ସହଯୋଗ କରିକିରି ତାକୁ ହୋମ ମିଟିଂ କରିକି ଲୋକଙ୍କୁ ଅଧିକ କେମିତି ଆମେ ଗ୍ରୋଥ କରେଇବୁ ସେଇଟା ଚିନ୍ତା କରିବୁ। ହେଲ୍ଥ କ୍ୟାମ୍ପ ନା ହେଲ୍ଥ କ୍ୟାମ୍ପ? ହେଲ୍ଥ କ୍ୟାମ୍ପ ପାଇଁ। ଆଜ୍ଞା ଆଜ୍ଞା। ଓକେ, ବହୁତ ବଢିଆ। ଆଜ୍ଞା ସାର୍, ଆମ ଅରିଜିନାଲ ତ ବହୁତ ବଢିଆ, ଆମକୁ ଭଲ ଲାଗୁଛି ବି। ଆମେ ତାକୁ ୟୁଜ କରୁଛୁ। କାଲି ସେ ଭାଉଜ, ସାନ ଭାଉଜକୁ କାଲି ଜଏନ କଲି। ସିଏ ହଉଛି ଆ ପରେ ଜାଣିଛି, ତା ଝିଅକୁ ଦେଇଥିଲି ମୁଁ ଆର ଯୋଉ କଣ ନ୍ୟୁଟ୍ରିଚର୍ଜ ଓମେନ ଦେଇଥିଲି ତାକୁ। ତାପରେ ଲିଙ୍କ ଟା ବି ପଠେଇ ଦେଇଥିଲି, ଯୋଉ ଦେଖିକିରି ଭଲ ବି ଖାଇବୁ, ସିଏ ବି ଖାଇବା ଆରମ୍ଭ କଲାଣି। ତାର ଆସ୍ତେ ଆସ୍ତେ ସେ ଆମ ଟିମରେ ମିଶିଲେ ସବୁ ଜିନିଷ ହେଇପାରିବ, ଗ୍ରୋଥ ହେଇପାରିବ। ଆଉ ଚେଷ୍ଟା ଚଲେଇଛୁ ସାର୍, ଆଉ ଯାହା ହବ ଆଉ। ବହୁତ ବଢିଆ କଥା। ପାଇଁ ଆକ୍ଚୁଆଲି ବହୁତ ଭଲ କଥା ଯେ ଗୋଟେ ଲୋକଙ୍କର ବିଶ୍ୱାସ ହବା ସବୁଠୁ ବଡ କଥା। ଆଜ୍ଞା ଯେମିତି କି ଆଜିର ଭିଡିଓ, ଆଜି ପ୍ରୋବ୍ଲେମ କୁହାହେଲା, ଆଉ ତାର ଆଜ୍ଞା ସଲ୍ୟୁସନ ଉପରେ ଏକ୍ସପର୍ଟ ମାନେ କଣ କହୁଛନ୍ତି, ବଡ ବଡ ଡକ୍ଟର ମାନେ କଣ କହୁଛନ୍ତି, ତା ଉପରେ ସେଇଟା ବୁଝ। ଯିଏକି ରିସର୍ଚ୍ଚ କରିଛନ୍ତି ହ୍ୟୁମାନ ବଡି ଉପରେ,
ଯିଏ ପାଠ ଆଜ୍ଞା। ପଢିଛନ୍ତି। ତ ହୁଁ ପ୍ରଫେସର ମାନେ ଆଜି କଣ କହୁଛନ୍ତି, ତ ସେମାନେ ମ, ମାନେ ପ୍ରୋବ୍ଲେମ ହଉଛି ଆମ ଶରୀର ଭିତରେ ଥିବା ପ୍ରୋବ୍ଲେମ, ହାର୍ଟ ଡିଜିଜେସ୍ କେମିତି ହଉଛି। ତ ସେ ହାର୍ଟ ଡିଜିଜେସ୍ କୁ ନ ହବା ପାଇଁ, ପ୍ରିଭେଣ୍ଟ କରିବା ପାଇଁ ଆଜ୍ଞା ତାର ଗାମା ରେଜନଲ କେତେ ବଡ କାମ କରୁଛି ତା ସାର୍ ଉପରେ ବହୁତ ଭଲ କାମ କରୁଛି। ରିସର୍ଚ୍ଚ କରିଛନ୍ତି। ଆଜ୍ଞା ଏମିତି ନୁହେଁ ଯେ କହି ଦଉଛନ୍ତି ଏତେ ମାନେ ଅ, ପୁରା ମାନେ ଦୁନିଆ ଆଗରେ କହିବାଟା, ଜଣେ ବହୁତ ବଡ ଡକ୍ଟର ତ ତା ପାଇଁ ମାନେ ପୁଣି ଭିଡିଓ କହିବା, ଆଜ୍ଞା ସେଟା ହଉଛି ଗୋଟେ ବହୁତ ବଡ କଥା। ତ ସେମାନେ ରିସର୍ଚ୍ଚ କରିଛନ୍ତି, ରିସର୍ଚ୍ଚ କରିକି ଦେଖିଛନ୍ତି ଯେ ୟାକୁ ଖାଇବା ଦ୍ୱାରା ଯେ ଇଏ ସବୁ ପ୍ରକାର ଯୋଉ ପ୍ରକାର ଡିଜିଜେସ୍ ଆମର ହଉଛି, ହାର୍ଟ ଡିଜିଜେସ୍ ହଉଛି, ସେ କରେଇ ଦଉନି। ତ ସେ ଆଜ୍ଞା ସେ ପ୍ରକାରର। ଆଚ୍ଛା, ଆଉ ଗୋଟେ ବହୁତ ବଢିଆ କଥା ଆପଣ ଦେଖିଥିଲେ ଯେ ଗାମା ରାଇଜନଲ ବିଷୟରେ ଯୋଉ କଥା ବି ଟିସି ସାର୍ ବି କହୁଥିଲେ, ସେଇଟା ଯେ ଆମେ ଯଦି କାହାର ବ୍ଲଡ ସୁଗାର ହେଲା ଗୋଟେ ମେଡିସିନ, ବିପି ହେଲା ଆଉ ଗୋଟେ ମେଡିସିନ, ତା ସହିତ ହାର୍ଟର କୌଣସି ଡିଜିଜେସ୍ ହେଲା ଆଉ ଗୋଟେ ମେଡିସିନ, ତାପରେ ଆଉ କଣ ହେଲା ଆଉ ଗୋଟେ ଡିଜିଜେସ୍, କ୍ୟାନ୍ସର ହେଲା ଆଉ ଗୋଟେ ଡିଜିଜେସ୍ ପାଇଁ ନା ମେଡିସିନ। ତ ଇଏ ସବୁ ଯୋଉ ଅଲଗା 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 ମେଡିସିନ ଖାଇକୁ ଆମେ ଗୋଟେ ଡଷ୍ଟବିନ୍ ଆମ ବଡିକୁ ଆମେ କରିଦେଉଛେ। ତ ଧୀରେ ଧୀରେ ଆମ ଲାଇଫ ଷ୍ଟାଇଲକୁ ଠିକ ରଖିକି, ସିଡ୍ସର ଫର୍ମୁଲାକୁ ଆମେ ଠିକ ରଖିକି, ତା ସହିତ ଗାମା ଅରାଇଜିନାଲ ଭଳି ଗୋଟେ ପାୱାରଫୁଲ ଆଣ୍ଟି ଅକ୍ସିଡେଣ୍ଟକୁ ନେଇକି ତ ଆମ ଶରୀରକୁ ଆମେ ସୁସ୍ଥ କରିଦେଇ ପାରିବା। ତ ଇଏ ନ୍ୟାଚୁରାଲ ଆଣ୍ଟି ଅକ୍ସିଡେଣ୍ଟ, ଯୋଉଥିରେ କି ଆମେ ସୁସ୍ଥ କରିପାରିବା। ଏଇଟା ସାମ୍ନା ବାଲା ଲୋକଙ୍କର ଫିଲ୍ ହବା ଦରକାର। ତ ଆମର ଆଜ୍ଞା ଉଦ୍ଦେଶ୍ୟ ନୁହେଁ ଯେ କେବଳ ଆମେ ସପ୍ଲିମେଣ୍ଟ ବିକି ଦେବା ନା। ତ ଆମର ମେନ୍ ଉଦ୍ଦେଶ୍ୟ ହଉଛି ଯେ ଲୋକ କେମିତି ସୁସ୍ଥ ରହିବେ, ନିରୋଗୀ ରହିବେ। ଆଟଲିଷ୍ଟ ତ କହିଦେଇ ପାରିବେ ଯାହା ହଉ ଆଙ୍କ କଥା ଶୁଣିଲି ବୋଲି ତ ମୁଁ ଆଜି ନିରୋଗୀ ହେଇକି ରହିଲି। ଆଜ୍ଞା ସାର୍ ସାର୍ ନାହିଁ, ମେନ୍ କଥା ହେଲା ଆମ ସିଟ୍ସ ର ଫର୍ମୁଲା ଟା ଆଗ ଆପ୍ଲାଏ କରିବା କଥା। ଆଉ ମୁଁ ବି ଆପ୍ଲାଏ କରିକିରି ଆପଣ ମାନେ ମୁଁ ବି ଅପଲୋଡ କରିଥିଲି, ମୋର ବି କୋଲେଷ୍ଟ୍ରଲ ପୁରା ପୁରି କିଛି ନାହିଁ, ମୋର କୋଲେଷ୍ଟ୍ରଲ ବି ବାହାରି ନଥିଲା, କିନ୍ତୁ ସବୁ ଇଏ ଜିନିଷ ଲେବୁଲ ଗୁଡା ପୁରା ଠିକଣା ଅଛି। 3 ମାସ ପରେ ପୁଣି କରିବି। ତେଣୁ ମୁଁ ନିଜ ଉପରେ ଯେହେତୁ ଇଏ କରିଛି, ମୋର ବିଶ୍ୱାସ ହେଇଯାଇଛି, ଆମ ପରିବାର ବି ସମସ୍ତେ ବି ସେଇ ଉପରେ ଚାଲିଛି। ଆମେ ଅନ୍ୟ ଲୋକକୁ ବୁଝେଇବା ଦ୍ଵାରା ଆମେ ବୁଝେଇବୁ କେମିତି, ଏଇଭଳିଆ ବିଶ୍ଵସନୀୟ କରିକିରି ତାପରେ ବୁଝେଇକିରି ତାଙ୍କୁ ଇଏ କରିବୁ, ଆକ୍ଟିଭ କରିବୁ ଆଉ। ବହୁତ ବଢିଆ, ବହୁତ ବଢିଆ। କାର୍ତ୍ତିକ ବାବୁ କୁହନ୍ତୁ। ଅନମ୍ୟୁଟ କରନ୍ତୁ। କିଛି ଗୋଟେ ପ୍ରୋବ୍ଲେମ ଅଛି। ଆଚ୍ଛା, ମିନତ ମ୍ୟାଡ଼ାମ ଅନମ୍ୟୁଟ କରନ୍ତୁ ଆଜି। ସାର୍ ନମସ୍କାର, ସବୁ ସାର୍ ମାନଙ୍କୁ ନମସ୍କାର। ମୁଁ ଆଜି ଗ୍ରୁପର ଶୁଣିଲି ଅଧାରୁ, ଗୀତାଞ୍ଜଳି କହିବାରୁ ଅଧାରୁ ଟିକେ ଶୁଣିଛି। ରାମା ଅରିଜିନାଲ ବିଷୟରେ କହୁଥିଲେ, କିନ୍ତୁ ମୁଁ ତ ସେଇଟା ବ୍ୟବହାର କରୁଛି, ମତେ ବି ଭଲ ଲାଗୁଛି। ମୁଁ ବି ବହୁତ ଜଣଙ୍କୁ ଦେଇଛି, ଭାଇରା କହୁଛନ୍ତି, ମୋ ଭାଇ ମାନଙ୍କୁ ଦେଇଛି, ସେମାନେ ବି ଭଲ ଉପକୃତ ହେଇଛନ୍ତି। ଆଉ ଚେଷ୍ଟା ଚଲେଇଛି ଅଧିକା ଲୋକଙ୍କୁ କହିବି, ଆଉ ଦବା ପାଇଁ ବି ଚେଷ୍ଟା କରିଛି। ଆଉ ମୁଁ ତ ନିଜେ ବି ସୁସ୍ଥ ହେଇଛି, ଆଉ ସୁସ୍ଥ ହେଇ ଚାଲିଛି, ଦେଖୁଛି ସବୁ ତ ପ୍ରଡକ୍ଟ କହୁଛି ନା, କଣ କହିବି, ସବୁ ଜିନିଷ ମୁଁ ୟୁଜ କରୁଛି, ପ୍ରତ୍ୟେକ ଜିନିଷ। ଆଉ ବହୁତ ବଢିଆ। ବହୁତ ବଢିଆ। ଆମେ କେବଳ ନିଜେ ସୁସ୍ଥ ହବା କି ଆମେ ଦୁନିଆକୁ ସୁସ୍ଥ ରଖିବା? ନାଇଁ, ନିଜେ ତ ଆଗ ସୁସ୍ଥ ହେଇକି ତାପରେ କହିବା ନା, ନହେଲେ ସେମାନେ ତ ହାତ ଦେଖି କହିବେ ତମ ଦେହ ଭଲ ନାହିଁ, ତମେ ତ ଭୋଗୁଛ, ଆମକୁ କଣ କହୁଛ, ସେଟା ବି କହିବେ ନା। ନାଇଁ, ଠିକ କଥା। ନିଜେ ଭଲ, ନାଇଁ, ମାନେ ମୋର ଯଦି ଆମେ ନିଜେ ନିଜେ ମୋର ସୁସ୍ଥ ବିଶ୍ୱାସ। ହଁ ରହୁଛେ ତ ଆମେ ଦୁନିଆକୁ ଆମେ ଶିଖେଇବା ବି ଦରକାର, ଦୁନିଆକୁ ବି ସୁସ୍ଥ ରହିବା ଦରକାର। ଦେଖନ୍ତୁ, ହଁ ଇଏ ପୃଥିବୀଟା ସୁନ୍ଦର ସେତେବେଳେ ହେଇଯାଇ ପାରିବ ତ ଯେତେବେଳେ ଯେତେବେଳେ ଆମ ପାଖରେ ଗୋଟେ ସମାଜ ଥିବ, ବହୁତ ସାରା ଲୋକ ଥିବେ, ତାଙ୍କ ସାଙ୍ଗରେ ଆମେ ମିଶୁଥିବା, କଥା ହଉଥିବା, ମାନେ ପରସ୍ପର ମାନେ ଆପଣ ଆଗ କାଳକୁ ଯାଆନ୍ତୁ। ଆମ ପିଲାବେଳର କଥା କହୁଛି ଯେ ସେତେବେଳେ କଣ ଥିଲା, ଘର ସଂଖ୍ୟା କମ ଥିଲା, ଲୋକ ସଂଖ୍ୟା ଅଧିକା ଥିଲେ। ଗୋଟେ ଘରେ ବାପା ମା ଆମେ ସମସ୍ତେ ଏକାଠି ଶୋଇବା, ସେଇଠି ଖାଇବା, ଏଇ ସବୁ ଆମେ ସମସ୍ତେ କରୁଥିଲୁ। ଏବେ କଣ ହେଇଛି ନା, ଘର ସଂଖ୍ୟା ଅଧିକା ହେଇଗଲା, ଲୋକ ସଂଖ୍ୟା କମିଗଲା। ଆପଣ ଏମିତି ବି ଲୋକଙ୍କର ଘର ଦେଖିଥିବେ, ସେମାନେ ଅମ୍, ତାଙ୍କର ଏଠି ଗୋଟେ ଘର, ବାଙ୍ଗାଲୋରରେ ଗୋଟେ ଘର, ଆଉ କୋଉଠି ଗୋଟେ ଘର, ସେଠି ଗାଁରେ ଗୋଟେ ଘର, ଦେଖିଲା ବେଳକୁ ରହିବା ପାଇଁ ଲୋକ ନଥିବେ।
ତ ସେଥିଲାଗି ମେନ୍ କଥା ହଉଛି ଯେ ଆମର ସୁସ୍ଥ, ଆମେ ସୁସ୍ଥ ରହିବା ସହିତ ଆମ ସମାଜ ଯଦି ସୁସ୍ଥ ରହିଲା, ବହୁତ ସାରା ଲୋକ ଆମ ସାଙ୍ଗରେ ରହିଲେ, ତ ସେଇଟା ଗୋଟେ ଆମକୁ ବହୁତ ଭଲ ଲାଗିବ, ଖୁସି ଲାଗିବ। ତ ନାଇଁ ସାର୍, ମୁଁ ସେଥିଲାଗି ଯଦି ମୋ ଦେହଟା ଖରାପ ହେଲା, ମୁଁ ଯଦି ଆଗରୁ ଏ ଅପମାନ କଥା ଶୁଣିଥାନ୍ତି, ଆରତି ମ୍ୟାଡ଼ମ, ମିତାଞ୍ଜଳି ମ୍ୟାଡ଼ମ, ମୁଁ ଶୁଣି ପାରିନଥିଲି, କିନ୍ତୁ ମୁଁ ସେତେବେଳେ ବ୍ୟବହାର କରିନଥିଲି, ନହେଲେ ଆହୁରି ଭଲ ହେଇଥାନ୍ତା, ମୁଁ ଏତେ ଭୋଗି ନଥାନ୍ତି। ମତେ ସେତେବେଳେ କିଛି କରିପାରିନଥିଲି, ତାପରେ ମୁଁ ଆସ୍ତେ ଆସ୍ତେ ଜାଣିଗଲି ସବୁ ବିଷୟରେ। ସବୁ ପ୍ରଡକ୍ଟ ବହୁତ ବଢିଆ। ଆଉ ଗ୍ରାମା ଅରିଜିନାଲ ତ ମୁଁ ଡେଲି ସକାଳେ ମୋ ପୁଅକୁ ବି ଦଉଛି, ମୁଁ ବି ଖାଉଛି, ତୁଳସୀ ବି ଖାଉଛି। ଆଉ ସବୁ ପ୍ରଡକ୍ଟ, ପ୍ରୋଟିନ ବି ଖାଉଛି, ଭୋକ ବହୁତ ସମୟ ମାନେ ଇଏ କରିଦଉଛି। ଭୋକ ନ ଖାଇଲେ ବି 3-4 ଘଣ୍ଟା ରହିଯାଉଛୁ। ମିନତି, ଆଜ୍ଞା। ଆଗରୁ ପୁଅ କେତେ ନେଗେଟିଭ ଥିଲା ଦେଖିଲୁ? ହଁ, ନାଇଁ ଏବେ ସେ ନିଜେ ବି ୟୁଜ୍ କରୁଛି। ତାପରେ ଡାଇବେଟିସ୍ ପାଇଁ ଆମର ଯୋଉ ମଧୁସଞ୍ଜୀବନୀ, ସେଇଟା ବି ଖାଉଛୁ। ମୁଁ ବି କେତେ ଜଣଙ୍କୁ ଦେଇଛି। ବଢିଆ ଜିନିଷ, ମୋ ଠାରୁ ନଉଛନ୍ତି ସେଇଟା। ମଧୁ ସ୍ୱୟଂ ନାଇଁ, ଆଜ୍ଞା। ହଁ, ହେଲ୍ଥ କ୍ୟାମ୍ପ କଥା କହ, କୋଉଠି ହେଲ୍ଥ କରିବୁ? କ୍ୟାମ୍ପ କଥା ମିତାଞ୍ଜଳି ଆପଣ କଲେ ସେଠିକି ତ ମୁଁ ଯିବି ଆଉ। ଆପଣ ତ ଅଛନ୍ତି, ମୁଁ ଆଉ ଅଧିକା କଣ କହିବି। ଆଉ କାଲି ଯାଉ, ପରଦିନ ମୁଁ ପର ଲଗେଇ ଉଡିଯିବି ବରମୁଣ୍ଡା। ହଉ ଆସନ୍ତୁ, ଠିକ ଅଛି। ବହୁତ ବଢିଆ, ବହୁତ ବଢିଆ। ମିତାଞ୍ଜଳି ମ୍ୟାଡ଼ାମ କୁହନ୍ତୁ, ଅନମ୍ୟୁଟ କରନ୍ତୁ ଆଜ୍ଞା। ସାର୍ ନମସ୍କାର, ଚାନ୍ଦ ସାର୍ଙ୍କୁ ନମସ୍କାର। ଆଉ ଗାମା ତ ଆଜି ସକାଳୁ ମୁଁ ଶୁଣିଲି। ଆ, କଟକରୁ ମୋ ଭାଇକି ନେଇଥିଲି, ମୋ ଭାଇ ସେଇ ଗାମାର ଯୋଉ ରିଲେ ଇଏ ଦେଖଉଥିଲେ, କହିଲେ ଆରେ ତୋର ଏଗୁରା ବି ଅଛି ଆ ଦେହରେ। ମୁଁ କହିଲି ହଁ। ନା ରେ ହେଇ, ତୁ ତ ମତେ କହିନୁ କିଛି, ଖାଲି ଡାଲି ଲୁଣ ମୁଁ ମୁଁ କହିଲି ତୁ ତ ବୁଝୁନୁ ଆଉ କଣ। ସେ ଟିକେ କଟକ ଯାଇ ଟିକେ ଆଉ ଥରେ ମିଟିଂ କଲେ ତାଙ୍କ ଘରେ ମୋର, ଆଉ ଇଏ କରିବି ଆଉ। ସମସ୍ତେ ତ ମାନେ ନଉଛନ୍ତି, ଆଉ ଆଉ କଣ କହିବି। ନାଇଁ, କ୍ୟାମ୍ପ କରିବା, ଆମେ କ୍ୟାମ୍ପ ହୁଁ, କରିକି ଆଜ୍ଞା ଆଜ୍ଞା, ଇଏ କଟକରେ ଗୋଟେ କରିବି। କାଲି ସଇଲା, କାଲି ସଇଲା ପରେ ଆମର ଟିକେ ଦୋଳ ରହିଯାଉଛି ସାର୍। 27 ତାରିଖରେ ଯୋଉ ଗୋଟେ ଅଛି, କାଲି ମୁଁ ଯାଇଥିଲି, ମତେ ମ୍ୟାଡାମ କହୁଥିଲେ, ସାବିତ୍ରୀ ମ୍ୟାଡାମ କହୁଥିଲେ ଯେ ମୋର ଗାଁରେ ଦୋଳ ରହିଯାଇଛି। ମୁଁ ଏଇ 25, 26, 27 ଏଇ 3 ଦିନ ମୋର ଯୋଉ ଟାଇମରେ ମୋର ଟାର୍ଗେଟ ହବା କଥା, ସେଇ ଟାଇମରେ ଦେଖାଯାଉ, ପ୍ରଭୁଙ୍କ ଇଚ୍ଛା କଣ ହଉଛି। ଆଉ ଦେଖିବା ଆଉ। ଆଜ୍ଞା 25, ନାଇଁ, 26, ତା 27 ପୂର୍ବରୁ କଣ ଅଛି? କଟକରେ କରିବୁ ମିତା। ତା ଆଜ୍ଞା, ପୂର୍ବରୁ କଟକରେ ନମସ୍କାର ହେଲ୍ଥ କ୍ୟାମ୍ପ ନମସ୍କାର। କୋଉଦିନ କରିବେ? ଶୁଣୁ, ଚଉଦ ଆଜ୍ଞା ତାରିଖ ପରେ ଡିସିସନ ନିଅ ତ। କଟକରେ କୋଉଦିନ କରିବା, ଷଣ୍ଢ ସାହିରେ କୋଉଦିନ କରିବା? ମୁଁ ଯାଉଛି ପରଦିନ ତମ ପାଖକୁ। ଏଇଟା ପର୍ସନାଲ କଥା ହବା, ଏଇ ଗ୍ରୁପରେ ପରେ କଥା ହବା ଆଉ ପରେ ସାର୍। କଥା ହବା। ଆଜ୍ଞା ଆଜ୍ଞା ସାର୍, ଆଜ୍ଞା ନମସ୍କାର ଆଜ୍ଞା, ନମସ୍କାର। ନମସ୍କାର। ନାଇଁ, ଆକ୍ଚୁଆଲି ଦେଖନ୍ତୁ, ଆମର ଲାଇଫରେ ଆମେ ଯାହା ଯାହା କରୁଛେ ନା, ତା ସହିତ କେମିତି ଆମେ ଆଟାଚ୍ କରିକି କରିପାରିବା, ସେ କଥା ଯଦି ଟିକେ ଆମେ ଚିନ୍ତା କରିବା, ତାହେଲେ ହେଇପାରିବ। ସପୋଜ ଆମେ ଗାଁକୁ ଯାଉଛେ, ଗାଁରେ କେତେ ଦିନ ରହିବା? 4 ଦିନ ରହିବା। 4 ଦିନ ଭିତରେ ଗୋଟେ କ୍ୟାମ୍ପ କରିବା। କ୍ୟାମ୍ପ କରିବା, ଦୋଳ ତ ଚାଲିଥିବ, ଠିକ ଚାଲିଥିବ, ତା ଭିତରେ ଗୋଟେ କ୍ୟାମ୍ପ କରିବା। ତ ସେଠି କେମିତି ଅର୍ଗାନାଇଜ କରିବା, ତ ତାରି ଭିତରେ କେମିତି ହେଇପାରିବ? ହଁ, ସପୋଜ ଆମେ କଟକ ଯିବାର ପ୍ଲାନିଂ ଅଛି, ତ ସେଦିନକୁ କେମିତି ସମସ୍ତଙ୍କୁ ଅର୍ଗାନାଇଜ କରିକି କରିବା। ତା ଛଡା ମୁଁ କହିବି ତ, ଆପଣମାନେ ଅଲରେଡି ବହୁତ ସାରା ସଂଗଠନ ସହିତ ନିଜକୁ ଇନଭଲ୍ଭ ବି କରିଛନ୍ତି। ସେଇ ସଂଗଠନରେ ସେମାନଙ୍କ ସ୍ୱାସ୍ଥ୍ୟ, ଆଚ୍ଛା, ସେ ସଂଗଠନ ସହିତ କାହିଁକି ଇନଭଲ୍ଭ ଅଛେ ନା, ତାଙ୍କ ସହିତ ମିଶିବାକୁ ଆମକୁ ଭଲ ଲାଗୁଛି। ଯଦି ଆମକୁ ଭଲ ଲାଗୁଛି, ସେମାନେ ନିରୋଗୀ ରହିବା ବି ନିହାତି ଦରକାର, ସେମାନେ ଭଲରେ ରହିବା ନିହାତି ଦରକାର। କାରଣ ସେ ବହୁତ ଦିନ ପର୍ଯ୍ୟନ୍ତ ସେ ଯଦି ସୁସ୍ଥ ହେଇକି ଥିବେ, ତାହେଲେ ସେ ସବୁବେଳେ ଆମ ସାଙ୍ଗରେ କଥା ହଉଥିବେ, ଆମେ ତାଙ୍କ ସାଙ୍ଗରେ ବସୁଥିବା, ସବୁବେଳେ ଆମର ଗୋଟେ ଚାଲିଥିବ କିଛି ନା କିଛି କଥାବାର୍ତ୍ତା, ଆକ୍ଟିଭିଟିଜ ଏ ସବୁ ଚାଲିଥିବ। ତ ସେମାନଙ୍କୁ ସୁସ୍ଥ ରଖିବା ପାଇଁ ସେ ସଂଗଠନରେ ବି ଆମେ ଯାଇକି ସେଠି ବି ହେଲ୍ଥ କ୍ୟାମ୍ପ ଯଦି ଆମେ କରିବା, ତାଙ୍କୁ ସିଟ୍ସର ଫର୍ମୁଲା ବୁଝେଇବା ଯେ କେତିକି ଶୋଇବା ଦରକାର, କେତିକି ଏକ୍ସରସାଇଜ କରିବା ଦରକାର, କେତିକି ଇମୋସନାଲ ଭାବନାତ୍ମକ ସ୍ୱାସ୍ଥ୍ୟକୁ କେମିତି ଠିକ ରଖିବା ଦରକାର, ଡାଏଟରେ କ'ଣ ନେବା ଦରକାର, ତା ସହିତ ସପ୍ଲିମେଣ୍ଟ କ'ଣ ଦରକାର, ସପ୍ଲିମେଣ୍ଟ କାହିଁକି ଦରକାର। ତ ସେଇ କଥା ଆମେ ଯଦି ତାଙ୍କୁ ବୁଝେଇବା, ତାହେଲେ ସେମାନେ ବି ସୁସ୍ଥରେ ରହିବେ, ସେମାନେ ବି ଭଲରେ ରହିବେ, ଖୁସିରେ ରହିବେ। ଆଉ ତାକି ଆମକୁ ବି ଭଲ ଲାଗିବ ଯେ ଯାହା ହଉ, ମାନେ ଇଏ ଦ୍ଵାରା ଜଣେ ଲୋକ ଯଦି ଆଜି ସୁସ୍ଥ ରହୁଛି, ଏଇ ଦେଖନ୍ତୁ ମିନତି ମ୍ୟାଡାମ କେମିତି କହିଲେ, ମୁଁ ଯଦି ଆଗରୁ ଟିକେ କରିଥାନ୍ତି, ତାହେଲେ ମୋ ଦେହ ତ ଅସୁସ୍ଥ ହେଇନଥାନ୍ତା। ତ ସେମିତି ଆମେ ଅସୁସ୍ଥ କରିକି ପୁଣି ସୁସ୍ଥ କାହିଁକି କରିବା? ଆମେ
ସମସ୍ତଙ୍କୁ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବା, ସମସ୍ତେ ଭଲରେ ରହିବେ। ତ ଇଏ ହଉଛି କଥା। ତ କାରଣ ମ୍ୟାକ୍ସିମମ୍ ଜାଗାରେ ଆମେ ଯଦି କ୍ୟାମ୍ପ କରିଦେଇ ପାରନ୍ତେ ବହୁତ ଭଲ ହେଇଯାଇ ପାରନ୍ତା। ସାର୍ ବି ଆଜ୍ଞା ଚାନ୍ଦ ସାର୍ ବି ଆମକୁ ପୋଷ୍ଟର ବି ପଠେଇଛନ୍ତି, ପୋଷ୍ଟରକୁ ପ୍ରିଣ୍ଟ କରିକି ଆମେ ଦେଇ ଦେଇପାରିବା। ଯଦି ଆଉ କିଛି ବି ଆମେ ଆଡ୍ କରିବା କଥା ଆମେ ନିଜେ ବି ତାକୁ କରିପାରିବା। ବହୁତ ସାରା କାର୍ଯ୍ୟକ୍ରମ ଆମେ କରିଦେଇ ପାରିବା। ତ ଯୋଉଥିରେ କି ଆମେ ଇଏ ପୁରା ସମ୍ପୂର୍ଣ୍ଣ ଭାରତବର୍ଷକୁ ଆମେ ନିରୋଗୀ ରଖିପାରିବା। ଏଇ ଯୋଉ ଏ ବର୍ଷ ଯେତେବେଳେ ଶେଷ ହବ ଆପଣ ଦେଖିବେ ବହୁତ ସାରା ଆ, ଯଦି ଆମେ ମାନେ ସମସ୍ତେ ଲାଗିବା ତ ଦେଖିବେ ବହୁତ ସାରା ମେଡିକାଲ ମେଡିସିନ ମାନେ ଯୋଉ ନର୍ସିଂ ହୋମ ଧୀରେ ଧୀରେ ବନ୍ଦ ହେଇ ଯାଉଛି, କାରଣ ରୋଗୀ ତ କେହି ନାହାନ୍ତି, ନର୍ସିଂ ହୋମ ଯିବ କିଏ? ତ ଇଏ ହଉଛି କଥା। ତ ଆମକୁ ସୁସ୍ଥ ରଖିବା ପାଇଁ, ଆମ ଲାଇଫଷ୍ଟାଇଲକୁ ଠିକ ରଖିବା ପାଇଁ ଆମେ କରିପାରିବା। ଓକେ, ଥ୍ୟାଙ୍କ ୟୁ। କାର୍ତ୍ତିକ ବାବୁ ଅନମ୍ୟୁଟ କରିବେ କି କାର୍ତ୍ତିକ ବାବୁ? ପ୍ରମିଳା ମ୍ୟାଡ଼ାମ। ଆଜ୍ଞା। ସାର୍ ନମସ୍କାର। ଚାନ୍ଦ ସାର୍ଙ୍କୁ ବି ନମସ୍କାର। ସାର୍ ହେଲ୍ଥ କ୍ୟାମ୍ପ ବରମୁଣ୍ଡାରେ କରିବା ପାଇଁ ମୁଁ କଥାବାର୍ତ୍ତା କରିଛି। ସେ କୋଉଦିନ ଟାଇମ ଦେବେ, ସଣ୍ଡେ ପାଇଁ କହୁଥିଲେ। ମୁଁ କହିଲି ହଁ ମୁଁ ବୁଝିକି ତମକୁ କହିବି। ଆଉ ହେଲ୍ଥ କ୍ୟାମ୍ପ ନ କଲେ ସାର୍ ଏଥିରେ ଆଉ କିଛି କେହି ଜାଣିପାରିବେନି, କେହି ବୁଝି ହିଁ ପାରୁନାହାନ୍ତି। ସମସ୍ତଙ୍କୁ ଯାଇକି ଘର ଘର ମାନେ ଇଏ କରିକି ତାଙ୍କୁ ଡାକିବାକୁ ପଡେ, ତମେ ଆସ ଦେଖ ହେଲ୍ଥ କ୍ୟାମ୍ପ ବିଷୟରେ, ସବୁ ଆମ ଏଇ ଜିନିଷ, ଆମ ଆରସିଏମ ର ଜିନିଷ ବିଷୟରେ ସବୁ ଜାଣିବା ଜରୁରୀ ସାର୍। ନହେଲେ କେହି ସମସ୍ତେ ଏମିତି ଅନ୍ଧର କଣ ବୁଲୁଥିବେ। କହିକି କ୍ୟାମ୍ପକୁ ଡାକିଲେ ଆସିଲେ ଯାହା କିଛି ଗୋଟେ ସେମାନେ ବେନିଫିଟ ପାଇବେ ଆଉ କଣ। ସେମାନେ ସୁସ୍ଥ ରହିବେ, ସେମାନେ ଭଲରେ ରହିବେ। ନାଇଁ, ତାଙ୍କୁ ସୁସ୍ଥ ତ ସାର୍ ଫାଷ୍ଟ ରହିବେ, ସେଇଟା ତ ସେ ଫାଷ୍ଟ ବୁଝିବେନି ନା। ସେ କହିବେ ଗୋଟେ କଣ ହଉଛି, ଏମିତି ଗୋଟେ କଣ ହଉଛି, ଆସିଲେ ତ ସେ ଜିନିଷଟାକୁ ଜାଣିବେ ନା। ନ ଆସିଲା ପର୍ଯ୍ୟନ୍ତ ସେ ଜିନିଷ ତା ବିଷୟରେ କିଛି ଜାଣିପାରିବେନି। ତେଣୁ ତାଙ୍କୁ ଇଏ କରିକି ମୁଁ ଏଇ ସ୍କୁଲରେ କ୍ୟାମ୍ପ କରିବି ବୋଲି ଚେଷ୍ଟା କରୁଛି। ମୁଁ କହିଲି ଏଇ ସଣ୍ଡେକୁ ଦେଖିକି, ଏଇ ସଣ୍ଡେ ଯାଉ କି ମୁଁ ସାର୍ଙ୍କ ସାଙ୍ଗେ କଥା ହଉଥିଲି। କଥା ହେଇକି ମୁଁ ସାର୍ ଆପଣଙ୍କୁ କହିବି। ଆପଣ ତ ଅଛନ୍ତି ସବୁବେଳେ ଆଉ ଆମମାନଙ୍କ ପଛରେ ତ ସାର୍ ଆନ୍ସାର୍ ଆପଣ ଅଛନ୍ତି, ଏଥିରେ ଆଉ କିଛି ଅସୁବିଧା ନାହିଁ। ଯେତେବେଳେ ଆମ ଦରକାର ପଡିବ ଆପଣ ମାନଙ୍କୁ ଡାକିବୁ। ନାଇଁ ଥ୍ୟାଙ୍କ ୟୁ ଟିକେ ସାର୍। ଆଡଭାନ୍ସ ମ୍ୟାଡାମ, ଆଡଭାନ୍ସ ପ୍ଲାନିଂ କରିବେ, କାରଣ ମିଟିଂ ଫିଟିଂ ହଁ କୋଉଠି କୋଉଠି ରହିଯାଉଛି, ତ ତାକି ଆମେ ଭଲ କାମ କରିପାରିବା। ଆଚ୍ଛା, ବାକି ରହିଲା ଇଏ ଗୋଟେ ବହୁତ ବଡ କଥା ଯେ ଆମ ପାଇଁ ଆସନ୍ତା କାଲି ବହୁତ ପ୍ରେସିୟସ୍ ଡେ। କାହିଁକି ନା ଏକ ତ ହଉଛି ଆପଣ ଆପଣମାନେ ଆପଣମାନଙ୍କ ପିଲାମାନଙ୍କୁ ଯେତେ ଭଲ ସଜେସନ ଦେଇପାରିବେ, ଯେତେ ଆତ୍ମୀୟତାର ସହିତ ସଜେସନ ଆପଣ ଦେଇପାରିବେ, ଆ, ଆଉ ଜଣେ କେହି ଦେଇପାରିବନି। ତ ତାକୁ ଭଲ କଥା, ଭଲ ଯୋଉଟା ଭଲ ହିଁ ସେଇଟା କହିବେ। ସେମିତି ଆମର ମେଣ୍ଟର, ଆମର ଗୁରୁଦେବ ମିଷ୍ଟର ସଞ୍ଜୀବ ଗୋଏଙ୍କା ଜି, ସେ ଆମର ସିନିୟର। ସେ ହିଁ ଆମକୁ ଠିକ ଗାଇଡ କରିପାରିବେ, ସେ ହିଁ ଆମକୁ ଗୋଟେ ଭଲ ରୋଡ ମ୍ୟାପ ଆମକୁ ଦେଇପାରିବେ। ତ ସେଥିଲାଗି ଆମେ ପ୍ରୟାସକୁ ମୁଁ ଭାବୁଛି 1000 ଗୁଣା ବଢେଇ ଦେବା ନିହାତି ଦରକାର। ଯେତିକି ଯେତିକି ଆମେ ପ୍ରୟାସ କରିଛେ, ଯେ ଅପା କହୁଥିଲେ 10 ଜଣ ଆସିବେ, କାଲି କହୁଥିଲେ 7 ଜଣ, ଆଜି କହିଥିଲେ 10 ଜଣ, ପୁଣି ଏମିତି ଧୀରେ ଧୀରେ ଯୋଉ ସଂଖ୍ୟା, ନାଇଁ ମୋ କହିବା କଥା କି ସଂଖ୍ୟା ଯଦି ଆମେ ନ ବଢେଇବା, ତ ଆମର ସଂଖ୍ୟା ଯଦି ଆମେ ନ ବଢେଇବା, ତାହେଲେ ଆମେ କାଲି ଦିନ ପରେ ତ ଆଉ କିଛି ନଥିବ ଆମ ପାଖରେ। ତ ସେଥିଲାଗି ଯେତେ ଅଧିକରୁ ଅଧିକ ଆମ ଟିମରେ ଯୋଉମାନେ ବି ସାଥୀ ଅଛନ୍ତି ତାଙ୍କର ଲିଷ୍ଟ ବି ମୁଁ କେତେ ଜଣଙ୍କୁ ପଠେଇଛି। ଆଜି ଆରପିଏଫଙ୍କୁ ପଠେଇଦେବି, ଆପଣଙ୍କୁ ବି ଆଜି ପଠେଇଦେବି। ତ ଯୋଉମାନଙ୍କର ବି ଲିଷ୍ଟ ଦରକାର, ତ ସେମାନେ ମତେ କହିବେ। ତ ଟିମର ଲିଷ୍ଟରେ ତାଙ୍କୁ କହିବେ ଯେ ଆପଣ ବି କିଛି ଲୋକଙ୍କୁ ଡାକିକି ଆଣନ୍ତୁ, ତାକି ସମସ୍ତେ ସ୍ୱାବଲମ୍ବୀ ହେଇପାରିବେ। ଦେଖନ୍ତୁ, ଆମର ସ୍ୱାବଲମ୍ବୀ ନହେଲେ ଅସୁବିଧା କଣ? ଯଦି କେବଳ ଆମ ପାଖକୁ ଇନକମ ଆସୁଥିବ, ଆମେ ଭଲରେ ରହିଥିବା, ଆମର ଅ, ଆମ ସରାଉଣ୍ଡିଂରେ ସମସ୍ତଙ୍କ ପାଖରେ ଇନକମ ଏତେ ଭଲ ନଥିବ, ତ ପଇସା ତ ଆମକୁ ମାଗିବେ ନା। ତ ସେଥିଲାଗି ସେଥିଲାଗି ମୋ କହିବା କଥା କି ଯେ ଆମେ ମ୍ୟାକ୍ସିମମ୍ ଲୋକଙ୍କୁ ଆମେ ଇନଭଲ୍ଭ କରିବା ନିହାତି ଜରୁରୀ। ଆଉ କାଲିର ପ୍ରୋଗ୍ରାମ ବହୁତ ମାନେ ଏତେ ବଡ ପ୍ରୋଗ୍ରାମ ଆପଣ କେବେ ଏ ବର୍ଷ ଭିତରେ ଆପଣ ଏଭଳି ପ୍ରୋଗ୍ରାମ କେବେ ଦେଖିନଥିବେ। ଆଉ ସଞ୍ଜୀବ ଜି ସେଇ ହିସାବରେ ପ୍ରିପେୟାର ହେଇକରି ଆସୁଛନ୍ତି। ଓକେ, ଅଲରେଡି ସମୟ ହେଇଗଲାଣି, ଆମେ ସାର୍ଙ୍କୁ ଇନଭାଇଟ୍ କରିବା, ସାର୍ଙ୍କଠୁ ଆଜି ଗାଇଡଲାଇନ ନବା।
ताकि आमे काली मीटिंग को केमती बहुत भल पावरफुल कर दे परिबा। कारण सार जीरो रु हीरो करिवार नजर भी सार को पाखरे अछि। किछि जेतबे नथिला आरसीएम रे किछि भी नथिला ना टीम दे माने कहवा लोक किए थिला ना बुझिवा लोक किए थिला। प्रॉडक्ट किछि थिला ना डिपो कोठी थिला पिकअप सेंटर किछि भी नथिला। तो से जगह रे प्रोडक्ट रो क्वालिटी भी ठीक नथिला। तो से जगह रे कलिकता रू आनि कि एठी एस्टाब्लिश करिवा। तो ये बहुत बड़ काम आम पाखे तो एठी आमे सपोज बरमुंडा रे रहिचे हमर सेवा केंद्र जागमरा रे एतिकी बाट जीवा पई लोकंकु नवा पई सेठू प्रोडक्ट आनिया पई लोक भी करूनांती 100 टंकार किनिबा 100 पीबी रो किनिबा केते कहया पड़ुची। किंतु आपण चिंता करंतु जेतेबेले जॉइनिंग बेले भी पैसा पड़ुथला पेंट शर्ट दरकार नाही पेंट शर्ट कपड़ा किनिया को पड़िबो 1500 टंका दबा को पड़िबो ता देरे पुनी प्रोडक्ट एठी नाही पैसा देले जाई के आसीबो कोठु कलिकता रू आसीबो। तो ये प्रकार हार्डशिप समय रे ओडिशा रे डिपो करिकी बहुत महारथी माने भी हारी जाइछंती से समय रे। तो से प्रकार समय रे संजीव जी सहयोग रे सार केते बड़ एम्पायर तैयारी कर दे पारले। तो ताको देखिबा दरकार। आज सार हमर ऑफलाइन अछंती तो आमे सार गोटू से गाइडलाइन नवा जे काली पई कोन प्रिपेयर हबा। सर वेलकम सर। हाँ नमस्कार। नमस्कार। हाँ नमस्कार समस्त को नमस्कार। जय आरसीएम। देखो ये जो सतदेव मो विषय कहले जे एभली भाबरे आज कोटू जीरो रु आरंभ होइतिला एते बड़ आज हेइची बिजनेस आरसीएम रो बहुत किछि हेइची सेतळकू तो केई कुआडे नथिले मु एका थिली। संजीव सर तो मोर ऑफलाइन 500 किलोमीटर दूर थिला कम्युनिकेशन भी किछि नथिला कम्युनिकेशन केवल फोन रे थिला से पुनी भी बहुत कॉस्टली थिला फील्ड रे जिबा सब बहुत कॉस्टली होतिला बहुत कष्ट होतिला परिश्रम होतिला बहुत किछि करा जायतिला सेगुडा प्राय तो से सब विषय आपण माने तो सब जानि छथि किंतु कथा होछि कोन आमे यार केवल गोटे फर्मुला होछि कोन ना अधिकरु अधिक लोकन सहित मिसिबा अधिकरु अधिक लोकन सहित प्रतिदिन मिसिबा मु जो काम करूथिली से सब जदि आपण माने करिवे ताले सेही भली हेई परिबो बहुत बड़ हेई परिबो मोठू बहुत माने भलो टैलेंटेड लोक भी थिले से माने भी काम करथिले सफलता मध्ये पाइछंती किंतु गोटे कथा होछि जे कंसिस्टेंसी रखिबे आउ जो कथा भाबिबे जे हम एटा करिवु आ से जदि करिवे जदि ताले किछि बड़ कथा नुहे किछि बड़ कथा नुहे आरसीएम रे किछि बड़ कथा नुहे जहा हमें ठीक करिवा जेटा हमें करिवु बोली जदि सेटा हमें करिवा जोटा हमें जानूचे जे हम ऑफलाइन कहउछु ए कथा एटा करिवा उचित। संजीव जी जो कथा मते कहउतिले मु सेतरु 100% मानुथिली 100% करुथिली से जो कथा कहउतिले मु से कथा करूथिली तेणु आमे ताला हबो निश्चय ये को रॉकेट साइंस नुहे आरसीएम सिस्टम रे बहुत सरल काम कष्ट होछि कोन एटा बहुत सरल किंतु बहुत कष्ट बहुत सरल एई दृष्टि रे जे ये सिस्टम बहुत सरल कष्ट होछि एई दृष्टि रे जे आमे जहा हमर ऑफलाइन जो माने सक्सेस हेइचंती जो माने अचीव करछि ताको कथा आमे सुनु किंतु करूना वेरी सिंपल जे आमे तांको कथा सुनुना देखुन दादी आजी गामा ओरिजिनल हला आउ हेल्थ कैंप विषय रे सब आलोचना हला ए कथा कोन हमर आलोचना हैनी बहुत थर हेइछि गत 3 मास भितरे मोदे 50 थर कहिथिबी हेल्थ कैंप करंतु हेल्थ कैंप करंतु हेल्थ कैंप करंतु किंतु आमे करिने आउ तापरे आजी आलोचना हला गुरुकुल रे आमे बहुत एक्साइटेड हे गेले चिंता कले काली की भूली जीवा पुणी काली की संजीव सर प्रोग्राम हबो तापरे पुणी आ गोटे प्रोग्राम हमरो हबो गुरुकुल रे सेतरे आमे एक्साइटेड हे जीवा पुणी डिसीजन नबा जे आमे एटा करबा सेटा करबा किंतु करबानी नहला आ किछि नै भारी सरल काम जदि आमे करबा एक्शन होछि बड़ कथा संजीव सर सबले कहते नॉलेज अछि किंतु एक्शन जदि न हबो फर्स्ट स्टेप जोटा पकेया कथा
फास्ट कथा आम लोक डाकिबा गोटे भेन्यू ठीक करवा सेठी ये पुणी थरे अधे नुहे ये कनसिस्टेंटली चलो ये सब चलो मुझे आगे बहुत थर कही गोटे जगह आप प्रोग्राम करेंगे माने ताको कंटिन्यूअसली करेंगे 3-4 थर 5 थर करेंगे जिते पर्यटन से डुप्लिकेट न बाहरी जिते पर्यटन से लोक अभ्यस्त न होती से पर्यंत कर चलिए तेणु लोक प्रतिदिन लोक सहित भेटा निज टीम को कहवा प्रतिदिन लोक भेटा जो आमर गोटे थिला मंत्र शो द प्लान शो द प्लान शो द प्लान प्रतिदिन एसटीपी शो द प्लान जे प्लान शो कर प्रत्येक लोक संजीव सर सब कहते प्रत्येक लोक भिकारी को प्लान शो करूँ प्रतिदिन किसी ना कि क्या न पाइबे निज घरे निजर मिसेस को प्लान शो करते निजर रिलेटिव को डाकी आनी प्लान शो करूँ प्लान शो कर अभ्यास टाक रखु जमती का प्लान शो न करें माने प्लान शो माने कौन प्रतिदिन नुआ लोक भेटा आरसीएम बाबद कहवा ये प्रतिदिन करंतु जदि करवा हम बड़ कथा नुहे मुझे करुली बोली संजीव सर कथा शुणुली से करुली तेणु होता आम जदि आपण मैंने से करेंगे ताले हम ये हूँ कथा देखो कालिका प्रोग्राम गत काली जो मो कथा कहती जे जदि आपण मैंने केते लोक इनभाइट करते लोक आपण मैंने ठीक कर आसवे बोली आपण जदि एक कथा प्लान कर साइंटिफिकली मु कहूँ कथाटा को बहुत यहाँ माने कौन फॉर्मूला आपण मैंने जदि भावुं एतिक लोक मोर आसवे कंटाक्ट कर तार 20-30% लोक आसवे जदि आपण चिंता करिसेंती 10 जन लोक आसवे निश्चित भाव में कारण आप 10 जन लोक ही बार बार डाकी ताले 2-3 जन आसवे ही आसवे